ଜୟ ଜଗନ୍ନାଥ, ଶୁଭ ସକାଳ, ଶୁଭ ଅଭିନନ୍ଦନ। ଆଜି ଆମର ସାଇକେଲିଂ ଚାଲିଛି, ଆପଣମାନେ ଏଭଳି କରନ୍ତୁ। ଦେଖନ୍ତୁ ଶାନ୍ତ ପରିବେଶରେ ସାଇକେଲିଂ ଚାଲିଛି। ସାଙ୍ଗମାନେ, ଆଜି ଆମେ ନିର୍ମୂଳୀଲତା ବିଷୟରେ ଜାଣିବା। ଆଚ୍ଛା, ନିର୍ମୂଳୀଲତା ଜାଣିବ କେମିତି, ଚିହ୍ନିବ କେମିତି? ମୁଁ ଗୋଟେ କଥା କହୁଛି, ଦେଖନ୍ତୁ, ଆଜି ଛୋଟ ଗଛ ହଉ ବଡ଼ ଗଛ ହଉ, ତା ଉପରେ ଯେମିତି ପାଲ ପକାନ୍ତି, ଯେମିତି ଛତା ଘୋଡ଼େଇ ଦିଅନ୍ତି, ସେଇଭଳିଆ ଦେଖାଯାଉଥିବ ଏଇ ଛୋଟ ଛୋଟ ହଳଦିଆ ହଳଦିଆ। ଏକରେ ବହୁତ ଏଟାକୁ କିଏ ଲଗାଏ, କେଉଁଠୁ ଆସେ ଆମେ କହିପାରିବୁନି, କିନ୍ତୁ ପ୍ରାୟ ଜାଗାରେ ଏଇଭଳି ନିର୍ମୂଳତା ହେଇଥାଏ। ଏହା କେଉଁ କେଉଁ ରୋଗ ପାଇଁ ଉପକାରୀ? ଆର କିଛି ଔଷଧୀୟ ଗୁଣ ଅଛି, ଆୟୁର୍ବେଦିକ ଶାସ୍ତ୍ରରେ ଆର ବି ପ୍ରାଧାନ୍ୟ ଅଛି। ନିର୍ମୂଳୀଲତା ଏକ ପରଜୀବୀ ଔଷଧୀୟ ଲତା, ଆୟୁର୍ବେଦରେ ଏହାର ବିଶେଷ ମହତ୍ତ୍ୱ ରହିଛି। ସାଧାରଣତଃ ଯକୃତ ଯେଉଁଟା ଲିଭର କହୁଛନ୍ତି, ଏଇ ନିର୍ମୂଳୀଲତା ରସ ପିଇବା ଦ୍ୱାରା ସୁସ୍ଥ ରୁହେ, ହଜମ ଶକ୍ତି ବଢ଼ାଇଥାଏ ଓ ଶରୀରର ଦୁର୍ବଳତା ମଧ୍ୟ କମିଥାଏ ଏ ନିର୍ମୂଳୀଲତା ରସ ପିଇବା ଦ୍ୱାରା। ଆଣ୍ଠୁଗଣ୍ଠି ବିନ୍ଧା କିମ୍ବା ଶରୀର ବେଦନା ପାଇଁ ଲାଭ ମିଳେ କି? ହଁ, ଲୋକପ୍ରିୟ ଆୟୁର୍ବେଦିକ ବ୍ୟବହାର ଅନୁସାରେ ଏହା ଆଣ୍ଠୁଗଣ୍ଠି ବେଦନା, ବାତଜନିତ ସମସ୍ୟା ଏହି ନିର୍ମୂଳୀଲତାର ରସ ପିଇବା ଦ୍ୱାରା ଭଲ ହୋଇଥାଏ। କେଶ ପାଇଁ ଏହା ଭଲ ବୋଲି ଶୁଣିଛି। ନିଶ୍ଚିନ୍ତ, ନିର୍ମୂଳୀଲତାରୁ ପ୍ରସ୍ତୁତ କେତେକ ଆୟୁର୍ବେଦିକ ତେଲ କେଶ ଝଡ଼ିବା କମେଇଥାଏ ଏବଂ କେଶକୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହାକୁ କିପରି ସେବନ କରାଯାଏ? ଦେଖ, ସାଧାରଣତଃ ନିର୍ମୂଳୀଲତାକୁ ଆଣି ତାକୁ ଶୁଖାଇ ଚୂର୍ଣ୍ଣ, କାଢ଼ା କିମ୍ବା ଆୟୁର୍ବେଦୀୟ ଔଷଧ ରୂପରେ ବ୍ୟବହାର ହୁଏ, କିନ୍ତୁ ଡାକ୍ତର କିମ୍ବା ଆୟୁର୍ବେଦିକ ବିଶେଷଜ୍ଞ ପରାମର୍ଶ ନେବା ଭଲ। ସେମିତି ତୁମେ ବ୍ୟବହାର କରିପାରିବ, କାରଣ ଜାଣିନ ନା। ତେଣୁକରି ଯେକୌଣସି ଆୟୁର୍ବେଦିକ ଡାକ୍ତର ପରାମର୍ଶରେ ତୁମେ ନିର୍ମୂଳୀଲତାକୁ ବ୍ୟବହାର କରିପାରିବ। ତେଣୁ ଏତେ ଔଷଧୀୟ ଗୁଣ ଥିବାରୁ ଆପଣ ଏହାକୁ ନଷ୍ଟ କରନ୍ତୁନି। ଆମେ ସାଧାରଣତଃ ନଷ୍ଟ କରିଦେଉ, ଟାଣିକି ଫୋପାଡ଼ି ଦେଇଥାଉ, କିନ୍ତୁ ତାକୁ ଥିବା ଅବସ୍ଥାରେ ଆମେ ତା'ର ଉଚିତ ବ୍ୟବହାର କଲେ ଆମେ ସୁସ୍ଥରେ ରହିବା।